ଶ୍ରୋତାବନ୍ଧୁ ଭାବକୁ ନିକଟ ଅଭାବକୁ ଦୂରର ଦେବତା ବିଶ୍ୱ ବ୍ରହ୍ମାଣ୍ଡ ପୂଜ୍ୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନେଇ ଅସଂଖ୍ୟ ଗ୍ରନ୍ଥର ରଚୟିତା ମହାପୁରୁଷ ଅଚ୍ୟୁତାନନ୍ଦ। ଆମେ ସମସ୍ତେ ଜାଣେ ମହାପୁରୁଷ ଅଚ୍ୟୁତାନନ୍ଦ ମହାପ୍ରଭୁଙ୍କ ବିଗ୍ରହରେ ବିଲୀନ ହୋଇଯାଇଥିଲେ। ଆଜି ଲକ୍ଷେ ଗ୍ରନ୍ଥ ରଚୟିତା ସନ୍ଥ ଅଚ୍ୟୁତାନନ୍ଦଙ୍କ ସମ୍ପର୍କରେ ଏକ ଆଲୋଚନା ଆମେ ଶୁଣିବା। ଭାବ ବିନୋଦିଆ ଭକ୍ତବତ୍ସଳ ଜଗନ୍ନାଥଙ୍କୁ ନେଇ ତାଙ୍କର ଅସଂଖ୍ୟ କୃତି ରହିଛି। ସେ ସମ୍ପର୍କରେ ଆମର ଆଜିର ଏ ଅଡ଼ିଓ, ଆଜିର ଏ ଆଲୋଚନା, ଯାହାର ଲେଖକ ହେଉଛନ୍ତି ଡକ୍ଟର ପୂର୍ଣ୍ଣଚନ୍ଦ୍ର ଓଝା। ଶୀର୍ଷକ ଲକ୍ଷେ ଗ୍ରନ୍ଥର ରଚୟିତା ସନ୍ଥ ଅଚ୍ୟୁତାନନ୍ଦ। ଅଗଣି ହୁଅନ୍ତୁ ବା ସୁନ୍ଦରାନନ୍ଦ, ଅଚ୍ୟୁତି ହୁଅନ୍ତୁ ବା ଅଚ୍ୟୁତ, ସେ ହେଉଛନ୍ତି ମହାପ୍ରଭୁ ଅଚ୍ୟୁତ ଶ୍ରୀ ଜଗନ୍ନାଥଙ୍କ ପରମ ଭକ୍ତ ତଥା ଷୋଡ଼ଶ ଶତାବ୍ଦୀ ପଞ୍ଚସଖା ମଧ୍ୟରେ ଅନନ୍ୟ ବିଶିଷ୍ଟ ସିଦ୍ଧ ସାଧକ, ପରମ ଯୋଗୀ, ବ୍ରହ୍ମବାଦ ଓ ଶୂନ୍ୟବାଦର କବି, ଗୋପାଳ ଗୋଷ୍ଠୀର କୁଳଗୁରୁ, ପରମ ଓଡ଼ିଶୀୟ ବୈଷ୍ଣବ, ନେମାଳ ଗୋସାଇଁ ସନ୍ଥ ଅଚ୍ୟୁତାନନ୍ଦ 1482 ରୁ 1601 ପଞ୍ଚସଖା ଚେତନାର ପ୍ରମୁଖ ସୂତ୍ରଧର। ଏହି ମହାତ୍ମାଙ୍କୁ ସାହିତ୍ୟରେ ସାନ୍ଧ୍ୟ ଭାଷା ବା ପ୍ରତୀକ ଭାଷା ପ୍ରୟୋଗ ହେତୁ ତାଙ୍କୁ ପ୍ରତୀକ ଓ ରହସ୍ୟବାଦର କବି ଭାବରେ ଅଭିହିତ କରି ଗବେଷକ ଶ୍ରୀ ଆଶୁତୋଷ ନାୟକ ମହୋଦୟ ଆଖ୍ୟାୟିତ କରିଛନ୍ତି ଯେ ବିପୁଳ ରଚନା ସମ୍ଭାର ଓ ଭବିଷ୍ୟ ମାଳିକା ପାଇଁ ସେ ଜନଚକ୍ଷୁରେ ହେଲେ ମହାପୁରୁଷ। ଶ୍ରୀ ନାୟକ କହନ୍ତି, ଡକ୍ଟର ମାୟାଧର ମାନସିଂହଙ୍କ କଥା ସମର୍ଥନ କରାଯାଇପାରେ ଯେ ଓଡ଼ିଆ ସାହିତ୍ୟ ଇତିହାସରେ ଅଚ୍ୟୁତାନନ୍ଦ ଥିଲେ ସର୍ବପ୍ରଥମ ମାଳିକାକାର, ଅର୍ଥାତ୍ ଭବିଷ୍ୟତ ଦ୍ରଷ୍ଟା ଓ ଭବିଷ୍ୟତ ବଚନର ସ୍ରଷ୍ଟା। ତାଙ୍କର ଯେଉଁ ମାଳିକାର ପ୍ରଭାବ ଓଡ଼ିଶାର ଜନସାଧାରଣଙ୍କ ଉପରେ ରହିଥିଲା, ଏବେ ମଧ୍ୟ ରହିଛି ଏବଂ ଭବିଷ୍ୟତରେ ମଧ୍ୟ ରହିଥିବ, ତେଣୁ ସେ ଥିଲେ ଓଡ଼ିଶାର ଶ୍ରେଷ୍ଠ ସାମାଜିକ କବି, ବ୍ରହ୍ମବାଦ ଓ ଶୂନ୍ୟବାଦର ଶ୍ରେଷ୍ଠ କବି। ପ୍ରାଚୀନ ଓଡ଼ିଆ କବିମାନଙ୍କ ମଧ୍ୟରେ ଏବଂ ବିଶେଷ କରି ପଞ୍ଚସଖା ସମକାଳୀନ କବିମାନଙ୍କ ମଧ୍ୟରେ ଅଚ୍ୟୁତାନନ୍ଦଙ୍କର ଯେତେ ସଂଖ୍ୟାରେ ଗ୍ରନ୍ଥ ଅଛି, ଅନ୍ୟ କବିମାନଙ୍କର ସେତେ ସଂଖ୍ୟକ ସାହିତ୍ୟ କୃତି ନାହିଁ। ଏତେ ସଂଖ୍ୟକ ଅର୍ଥାତ୍ ବିପୁଳ ସଂଖ୍ୟାରେ ଗ୍ରନ୍ଥ ରଚନା କରି ଅଚ୍ୟୁତାନନ୍ଦ ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଯାଇଛନ୍ତି। ଅଗଣିତ ଗ୍ରନ୍ଥ ସମ୍ଭାରକୁ ସେ ହିଁ ନିଜେ ସିନା କଳନା କରିପାରିଛନ୍ତି, କିନ୍ତୁ ସାଧାରଣ ମତିରେ ଏହା କଳ୍ପନା କରିବା ଦୁରୂହ ବ୍ୟାପାର। ପ୍ରକୃତରେ ତାଙ୍କର ଅକଳନ ସାରସ୍ୱତ କୃତିକୁ ଆକଳନ କରିବା ସହଜସାଧ୍ୟ ନୁହେଁ। ଅଚ୍ୟୁତାନନ୍ଦ ଦାସ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଆଜୀବନ ଲେଖି ଚାଲିଥିଲେ। ଲେଖନୀ ତାଙ୍କର ଥିଲା ସଦା ଚଳଚଞ୍ଚଳ। ସେ ତାଙ୍କର ଜୀବଦଶା ମଧ୍ୟରେ 36 ସଂହିତା, 78 ଗୀତା, 27 ବଂଶାନୁଚରିତ, 12 ଉପବଂଶାନୁଚରିତ ଓ 100 ମାଳିକା ଗ୍ରନ୍ଥ ରଚନା କରିଥିବାର ଅଣାକାର ସଂହିତାରେ ଉଲ୍ଲେଖ କରିଛନ୍ତି। ସମସ୍ତ ପଦପଦ୍ୟାବଳୀ ମିଶି ସେ 1 ଲକ୍ଷ ଗ୍ରନ୍ଥ ରଚନା କରିଛନ୍ତି ବୋଲି କହିଛନ୍ତି, ଯଥା 36 ସଂହିତା, 78 ଗୀତା, ବଂଶାନୁ ସପ୍ତବିଂଶରେ, ଉପବଂଶାନୁ ଦ୍ୱାଦଶ ଖଣ୍ଡ ବିନି ଭବିଷ୍ୟ ଶତଖଣ୍ଡରେ ପଦ ପଦାବଳୀ ଲକ୍ଷିକ ଯେ ଗ୍ରନ୍ଥ ସବୁ ଶ୍ରୀକୃଷ୍ଣ ମହିମା, ତୋ ଆଗେ କହିଲୁ ବରଜ କୁମର, ବ୍ରହ୍ମ ସାରସ୍ୱତ ସୀମା। ଶିବକଳ୍ପରେ ମଧ୍ୟ ଲେଖା ଅଛି ଯେ ଅଚ୍ୟୁତାନନ୍ଦ 1,85,000 ସଂଖ୍ୟକ ଗ୍ରନ୍ଥ ରଚନା କରିଛନ୍ତି, ଯଥା ବାରଣ ବେଳକୁ ବିହନ ବାଣ୍ଟିବି ବୁଝି ନ ପାରିବେ କେହି, 1,85,000 ଗ୍ରନ୍ଥ ବୁଝାଇବି ସମ୍ବଳରେ ଉଦେ ରହି, ଶିରେ ଶାଢ଼ୀ ଆମ୍ଭେ ପଞ୍ଚସଖା ଦେବୁ ଅଚ୍ୟୁତ ମୂଳରେ ତତ୍ତ୍ୱ, ପଦ୍ମେ ଭକତକୁ ଜ୍ଞାନ ବୁଝାଇବି କଳି ମନୁସାର ସ୍ୱତ୍ୱ। ଅଚ୍ୟୁତ ଭକ୍ତ ଚଣ୍ଡୀଦାସଙ୍କ ଲିଖିତ ଅନନ୍ତ ଗୀତାରେ ମଧ୍ୟ ଉଲ୍ଲେଖ ଅଛି, ଲକ୍ଷେ ଗ୍ରନ୍ଥକୁ ଯେ ଲେଖିଛି ପ୍ରଭୁ ଅଚ୍ୟୁତାନନ୍ଦ। ତେବେ ଏତେ ଗ୍ରନ୍ଥ ଜଣେ ବ୍ୟକ୍ତିଙ୍କ ପକ୍ଷରେ ପୋଥିରେ ଲେଖିବା ସମ୍ଭବ ନୁହେଁ ବୋଲି କିଛି ବିଦ୍ୱାନ ଗବେଷକ ମତ ପୋଷଣ କରନ୍ତି ଯେ ଉପରୋକ୍ତ ପଦ୍ୟାଂଶରେ ଥିବା ଗ୍ରନ୍ଥକୁ ବୃହତ୍ ଶାସ୍ତ୍ର, କ୍ଷୁଦ୍ର ଶାସ୍ତ୍ର, କବିତା ବା ପାଦ ବୋଲି ଧରି ନିଆଯାଇପାରେ।
ଏହି କଥାକୁ ସମର୍ଥନ ଜଣାଇବାକୁ ଯାଇ ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଉକ୍ତିକୁ ନେଇ ମାୟାଧର ମାନସିଂହ ମହୋଦୟ କହିଛନ୍ତି, ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ମତରେ ଅଚ୍ୟୁତାନନ୍ଦ 1 ଲକ୍ଷ ଗ୍ରନ୍ଥ ଲେଖିଯାଇଛନ୍ତି। ହୁଏତ ଗ୍ରନ୍ଥର ଅର୍ଥ ଏଠାରେ ଶ୍ଳୋକ ବା ପଦ। ପୁଣି ଏକାଧିକ ଅଚ୍ୟୁତାନନ୍ଦ ଦାସ ଏ ଭିତରେ ଦେଖା ଦେଇଥିବା ଅସମ୍ଭବ ନୁହେଁ। ଅଧିକନ୍ତୁ ପୂର୍ବେ ବା ବିଶେଷ କରି ପଞ୍ଚସଖା କାଳୀନ କବିମାନେ ଶ୍ଳୋକ ବା ପଦକୁ ଗ୍ରନ୍ଥ ରୂପେ କହିଯାଇଛନ୍ତି। ଉଦାହରଣ ସ୍ୱରୂପ ପଞ୍ଚସଖାନନ୍ୟ ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ଭାଗବତର କିଛି ପଦକୁ ଏଠାରେ ଉଦ୍ଧାର କରାଯାଇପାରେ। ସେ ପୁରାଣର ଶ୍ଳୋକ ବା ପଦ ସଂଖ୍ୟା କଥା ବର୍ଣ୍ଣନା କରିବାକୁ ଯାଇ ଶ୍ଳୋକ ବା ପଦକୁ ଗ୍ରନ୍ଥ ଭାବରେ ବ୍ୟବହାର କରିଛନ୍ତି। ଯଥା ଦ୍ୱାଦଶ ସ୍କନ୍ଦ ଭାଗବତ ଅଷ୍ଟାଦଶ ସହସ୍ର ଗ୍ରନ୍ଥ 335 ଅଧ୍ୟାୟରେ ଏ ପୁରାଣ ଶେଷ। ସେହିପରି ବର୍ଣ୍ଣିତ ଅଛି ସ୍କନ୍ଦ ପୁରାଣର ବିସ୍ତାର 81 ସହସ୍ର ଗ୍ରନ୍ଥ ସାର ବ୍ରହ୍ମ ବୈବର୍ତ୍ୟ ଯେ ପୁରାଣ 18 ସହସ୍ର ଗ୍ରନ୍ଥେଣ ମତ୍ସ୍ୟ ପୁରାଣର ବିଧାନ 14 ସହସ୍ର ଗ୍ରନ୍ଥେଣ। ତେବେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ କୃତିମାନଙ୍କ ମଧ୍ୟରୁ ବହୁ କୃତି ଅଧୁନା ଯାବତ୍ ଅନୁପଲବ୍ଧ। କୁହାଯାଏ ଅନେକ ଗ୍ରନ୍ଥ ତାଙ୍କର କିଛି ଶିଷ୍ୟମାନଙ୍କ ପାଖରେ ଓ ଅନ୍ୟତ୍ର ଲୁକ୍କାୟିତ ଭାବରେ ରହିଛି। ତେବେ ଅଧୁନା ଯାବତ୍ ଉପଲବ୍ଧ ଓ ପ୍ରକାଶିତ ଗ୍ରନ୍ଥମାନଙ୍କ ମଧ୍ୟରୁ ପ୍ରମୁଖ ଗ୍ରନ୍ଥର ନାମ ଏଠାରେ ନିଆଯାଇପାରେ। ବ୍ରହ୍ମ ସଂହିତା, ଶବ୍ଦବ୍ରହ୍ମ ସଂହିତା, ଅଣାକାର ସଂହିତା, ଅନହତ ସଂହିତା, ଅକଳିତ ସଂହିତା, ରାଜ ସଂହିତା, ଅବାଡ଼ ସଂହିତା, ଛାୟା ସଂହିତା, ଜ୍ଞାନ ସଂହିତା, ଶୂନ୍ୟ ସଂହିତା, ବଟ ସଂହିତା, ଧୂନି ସଂହିତା, ଜ୍ୟୋତି ସଂହିତା ଆଦି ସଂହିତା ଗ୍ରନ୍ଥର ଅନ୍ତର୍ଭୁକ୍ତ। ଗୀତା ଗ୍ରନ୍ଥ ମଧ୍ୟରୁ ପ୍ରମୁଖ ହେଲେ ଗୁରୁଭକ୍ତି ଗୀତା, କୈବର୍ତ୍ତ ଗୀତା, ଗରୁଡ଼ ଗୀତା, ବିଜସାର ଗୀତା, ଏକାକ୍ଷର ଗୀତା, ଯୁଗାବ୍ଧି ଗୀତା, ମଣିବନ୍ଧ ଗୀତା, ପରମ ଗୁପତ ଗୀତା, ପରମ ଜ୍ଞାନ ଗୀତା, ତତ୍ତ୍ୱବୋଧିନୀ ଗୀତା ଇତ୍ୟାଦି। ରାହାସ ଗୁଡ଼ିକ ମଧ୍ୟରେ ନିତ୍ୟ ରାହାସ, ରାଧା ରାସ, ଅନନ୍ତ ରାସ, ରାହାସ ପ୍ରେମ, ପଞ୍ଚାମୃତ, ମହାନିତ୍ୟ ରାସ, ଶୂନ୍ୟ ରାହାସ, ବୃନ୍ଦା ରାସ, ପରମ ରାହାସ, ଦ୍ୟୁତି ରାହାସ, ଠୁଳ ଶୂନ୍ୟ ରସ, ପଦ୍ମବନ ରାସ, ଠୁଳ ଶୂନ୍ୟ ରାସ, ପଦ୍ମବନ ରାସ ଇତ୍ୟାଦି। ପଦ୍ମବନ ରାସ ହେଉଛି ଯୌଥ ରାହାସ, ଯାହା ପଞ୍ଚସଖାଙ୍କ ମିଳିତ କୃତି। ସେହିପରି ଅଚ୍ୟୁତାନନ୍ଦ ବହୁ ଚଉତିଶା ଓ ବୋଲି ରଚନା କରିଯାଇଛନ୍ତି। ବହୁ ଚଉତିଶା ମାଳିକା ମୂଳକ ପଞ୍ଚସଖା ଚଉତିଶାଟି ପଞ୍ଚସଖାଙ୍କର ଯୌଥ ସାହିତ୍ୟ ଅଟେ। ବୋଲି ସାହିତ୍ୟ ଭାବରେ ରାସ ରସ ବୋଲି, ବ୍ରହ୍ମାଣ୍ଡ ସାଗର ବୋଲି, ଜନମଲତା ବୋଲି, ନିର୍ବାଣ ସାଗର ବୋଲି, ଘଟ ସାଗର ବୋଲି, ପଦ୍ମ ବୋଲି, କପୋତ କପୋତୀ ବୋଲି, ସର୍ବାର୍ଥ ଚିନ୍ତାମଣି ବୋଲି, ତା ସହିତ ମଥୁରା ମଙ୍ଗଳ ବୋଲି ସମେତ ଶ୍ରୀ ରାମଚରିତ, କୁସୁମ କେଳି, ଘାଟ ସଦା, ନିଶି ଅବକାଶ, ବଣଭୋଜି ଇତ୍ୟାଦି ପ୍ରଧାନ। ଅନ୍ୟ କେତେକ ଗ୍ରନ୍ଥ ମଧ୍ୟରେ ଯାହା ଉପରେ କିଛି ମତ ପାର୍ଥକ୍ୟ ଦେଖାଯାଏ ସେଗୁଡ଼ିକ ହେଲା ସଂହିତା, ଚଉତିଶା, ବୋଲି, ରାସ, ଜଣାଣ, ଭଜନ ମାଳିକା ଇତ୍ୟାଦି। ନିଶ୍ଚଳ ଜ୍ଞାନ ଗୀତା, ତନ୍ତ୍ର ସଂହିତା, ବ୍ରହ୍ମ ସାଙ୍କୁଳି, ଅମର ଝୁମର ସଂହିତା, ଅନନ୍ତ ଗୋଇ, ଚିତ୍ତବୋଧ, 46 ପଟଳ, କଳିଯୁଗ ଗୀତା, ବ୍ରହ୍ମବଟ ସଂହିତା, ଜ୍ଞାନ ପ୍ରଦୀପ ଗୀତା ଆଦି ପ୍ରଧାନ। ତାଙ୍କର କିଛି ସଂସ୍କୃତ ଗ୍ରନ୍ଥ ପୋଥି ଥିବାର ଦେଖାଯାଏ, ଯଥା ବର୍ଣ୍ଣଟିକା, ସଂସ୍କୃତ ଶୂନ୍ୟ ସଂହିତା, ମହାକାବ୍ୟ, ସହଦେବ ଖଡ଼ି। ଅଚ୍ୟୁତାନନ୍ଦ ନିଜେ ମଧ୍ୟ ଅନ୍ୟତ୍ର ତାଙ୍କର ପ୍ରିୟ ଶିଷ୍ୟ ରାମଦାସଙ୍କୁ କହିଛନ୍ତି ଯେ ସେ 10,000 ଲେଖାଏଁ ସଂହିତା, ଗୀତା, ରାସ, ମାଳିକା, ଭକ୍ତ ପରିଚୟ, ସ୍ତୁତି, ଯନ୍ତ୍ର, ମନ୍ତ୍ର, ଭଜନ ଏବଂ 85 ଜଣାଣ ଲେଖିଛନ୍ତି। ଅଚ୍ୟୁତାନନ୍ଦଙ୍କର ଅଷ୍ଟଗୁଜରୀକୁ ନିତ୍ୟ ପାଠ କଲେ ଅଶେଷ ବାଧାବିଘ୍ନ ଦୂର ହୋଇଥାଏ। ପ୍ରଫେସର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ କହିଛନ୍ତି ଯେ ଅଚ୍ୟୁତାନନ୍ଦଙ୍କ ଆଗତ ଭବିଷ୍ୟମାଳିକା, ଗୋପାଳଙ୍କ ଓଗାଳ ଓ ଲଉଡ଼ି ଖେଳ ପ୍ରଭୃତି କେତେକ ରଚନା ଓଡ଼ିଶାରେ ଜନପ୍ରିୟ ଲୋକସାହିତ୍ୟ ରୂପେ ପରିଗୃହୀତ। ତାଙ୍କର ବାରମାସୀ ଗୀତରେ କବିତ୍ୱର ସଂକେତ ଅଦ୍ୟାପି ଲୋକମୁଖରେ ଫୁଟି ଉଠିଛି। ସର୍ବୋପରି ଅଚ୍ୟୁତାନନ୍ଦ ଦାସଙ୍କ ହରିବଂଶ, ଶୂନ୍ୟ ସଂହିତା, ଗୁରୁଭକ୍ତି ଗୀତା ଉତ୍କଳର ପୁରପଲ୍ଲୀରେ ବିଶେଷ ଭାବରେ ଆଦୃତ ଓ ପଠିତ ହୋଇଥାଏ। ସେହିପରି ଅନ୍ୟ କେତେକ ଗବେଷକଙ୍କ ମତରେ ଅଚ୍ୟୁତଙ୍କର ଗୁରୁତତ୍ୱ ପରିପୂର୍ଣ୍ଣ ଗ୍ରନ୍ଥ ଯଥା ଶରଣପଞ୍ଜର, ନବଗୁଜ୍ଜରୀ, ବଟ ପରିକ୍ରମା, 24 ଚୌପଦୀ, ଭାବନାବର, ତୁଳସୀ କଳ୍ପ, ଡିବି ଡିବି କୋଇଲି, ଅନାମର ନାମ, ଅଣାକାର ଭଜନ ତତ୍ତ୍ୱ ଆଲୋଚନାରେ ବିଶେଷ ଭୂମିକା ଲାଭ କରିଥାଏ। ତେବେ ଯାହା ହେଉ, ଅଚ୍ୟୁତାନନ୍ଦ ଯେ ଲକ୍ଷେ ଗ୍ରନ୍ଥର ରଚୟିତା ଏହା ସମସ୍ତେ ଗ୍ରହଣ କରିଥାନ୍ତି ଓ ସ୍ୱୀକାର କରିଥାନ୍ତି।
ସେ ସବୁ ପ୍ରାପ୍ତ ହେଉଥାଉ ବା ନ ହେଉଥାଉ, ଲକ୍ଷେ ଗ୍ରନ୍ଥର ରଚୟିତା ହେଉଛନ୍ତି ଜଣେ ବ୍ୟକ୍ତି ଓ ସେ ବ୍ୟକ୍ତି ହେଉଛନ୍ତି ମହାପୁରୁଷ ଅଚ୍ୟୁତାନନ୍ଦ। ଏହା ଠିକ୍ ବୋଲି ପଞ୍ଚସଖା ସାହିତ୍ୟ ପ୍ରେମ ଋଣ ସ୍ୱୀକାର କରିନିଅନ୍ତି। ଏହା ଠିକ୍ ବୋଲି ପଞ୍ଚସଖା ସାହିତ୍ୟ ପ୍ରେମୀଗଣ ସ୍ୱୀକାର କରିନିଅନ୍ତି ଓ ଯୁକ୍ତି ବାଢ଼ନ୍ତି ଯେ ଜଣେ ବ୍ୟକ୍ତି ବା ମହର୍ଷି ବ୍ୟାସଦେବ କିପରି 4 ବେଦ, ମହାଭାରତ, ଅଷ୍ଟାଦଶ ମହାପୁରାଣ, ଅଷ୍ଟାଦଶ ଉପପୁରାଣ, ଲଘୁ ପୁରାଣ ଭଳି ଅନେକ ରଚନା ଲେଖିପାରିଲେ। ପୁଣି ମହାପୁରୁଷମାନେ ଯାହା କହିଥାନ୍ତି ବା ଲେଖିଥାନ୍ତି ତାହା ଅକ୍ଷରେ ଅକ୍ଷରେ ସତ ହୋଇଥାଏ। ତେଣୁ ପରା ସଂସ୍କୃତ ସାହିତ୍ୟର ମହାକବି ଭାସ ତାଙ୍କ ପ୍ରସିଦ୍ଧ ନାଟକ ସ୍ୱପ୍ନ ବାସବ ଦତ୍ତମରେ କହିଛନ୍ତି, ନହି ସିଦ୍ଧ ବାକ୍ୟାନ୍ୟୁତ୍କ୍ରମ୍ୟ ଗଚ୍ଛତି ବିଧିଃ ସୁପରୀକ୍ଷିତାନି। ଏହି ନ୍ୟାୟରେ ସିଦ୍ଧ ସାଧକ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଯାହା ଲେଖିଛନ୍ତି ଯେ ସେ ଲକ୍ଷେ ଗ୍ରନ୍ଥର ରଚୟିତା, ତାହା ଠିକ୍ ଏବଂ ତାହା ସମସ୍ତେ ଗ୍ରହଣ କରିନେବା ଉଚିତ। ସାରସ୍ୱତ ସାଧକ ଦାସ ଅଚ୍ୟୁତି ତବ ପାଦପଦ୍ମେ ଥାଉ ମୋର ମତି। ସାରସ୍ୱତ ସାଧକ ଦାସ ଅଚ୍ୟୁତି ତବ ପାଦପଦ୍ମେ ଥାଉ ମୋର ମତି। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଥିଲେ ଡକ୍ଟର ପୂର୍ଣ୍ଣଚନ୍ଦ୍ର ଓଝାଙ୍କ ଲିଖିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଉପରେ ଏକ ସୁନ୍ଦର ଆଲୋଚନା। ଡକ୍ଟର ପୂର୍ଣ୍ଣଚନ୍ଦ୍ର ଓଝା କଳିଙ୍ଗ ସାହିତ୍ୟ ଏକାଡେମୀର ମୁଖ୍ୟ ଉପଦେଷ୍ଟା ଏବଂ ସେ ବହୁ କୃତବିଦ୍ୟ ସ୍ରଷ୍ଟା ଭାବରେ ଆମେ ଜାଣୁ। ଲକ୍ଷେ ଗ୍ରନ୍ଥ ରଚୟିତା ସନ୍ଥ ଅଚ୍ୟୁତାନନ୍ଦଙ୍କୁ ନେଇ ତାଙ୍କର ଏହି ଆଲୋଚନାଟି ଆପଣମାନଙ୍କୁ କେମିତି ଲାଗିଲା, ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛୁ। ଧନ୍ୟବାଦ।